তো বর্তমানে সার জন আম পাখে বসছেন তাଙ୍କ মନରେ রাশন কার্ডକୁ ନେଇ କ'ଣ କିଛି କହିବାର ଅଛି ଯଦି କହିବାର ଅଛି ଆମେ କାହିଁ ଡେରି କରିବା ଶୁଣିବା ସାର୍ କ'ଣ କହିବେ? ଆଜ୍ଞା ମୁଁ ଗୋଟେ କଥା କହିବାକୁ ଧରନ୍ତୁ ଗୋଟେ ବାପାର ପୁଅଟା ଗୋଟେ ଆଇଏଏସ୍ ଅଫିସର ସେ ତାର ବାହାରେ ରହୁଛି ତା ଗାଁ ଗଣ୍ଡରେ ତା ବାପା ମାଆଙ୍କୁ ପଚାରୁନି ତେଣୁକରି ତା ବାପାର ଯଦି ଗୋଟେ ଛୋଟିଆ ଗାଁରେ ଗୋଟେ ଘର ଅଛି ସେ ଗାଁ ଦିଲ୍ଲୀରୁ ଆସୁନାହିଁ ଫେରୁନାହିଁ କିଛି କରୁନି ତେଣୁକରି ତାର ଗୋଟେ ଯଦି ଅନ୍ତୋଦୟ କାର୍ଡ଼ ଅଛି ତା କାର୍ଡ଼ଟି ଯଦି କାଟି ଦିଆଯିବ ସେ ବୁଢ଼ାଟି ମାଗି ଆସି ଚଳୁଛି ବାପା ମାନେ ପଚାରୁନାହାନ୍ତି ବାପା ମାଆଙ୍କୁ ମାଆ ମାନଙ୍କୁ କେଉଁ ଆଜିକାଲି 99% ପିଲା ପଚାରୁନାହାନ୍ତି ତାର ଯଦି କାର୍ଡ଼ଟିକି କୃଷ୍ଣବାବୁ କାଟିଦେବେ ତାହେଲେ ସେ ଲୋକଟି ଚଳିବ କେମିତି ତାର ଆୟ କିଛି ନାହିଁ ପିଲାମାନେ ବହୁତ ରୋଜଗାର କରୁଛନ୍ତି କିନ୍ତୁ ତାର ଏତିକି ଭୁଲ ହେଇଯାଇଛି କ'ଣ ତାର ସେ ପୁଅ ନାଁଟା ସେ ରାସନ କାର୍ଡ଼ରେ ଅଛି ଦୁଇ ଜଣଙ୍କ ନାଁଟା ରାସନ କାର୍ଡ଼ରେ ଅଛି ତେଣୁକରି ତାର ଆଇଟି ଯେତେବେଳେ ଶୋ କଲା ତା କାର୍ଡ଼ଟିକି ସେମାନେ କାଟିଦେଇଛନ୍ତି ଆ ପାଇଁ କ'ଣ ସମାଧାନ କରାଯାଇପାରିବ ଆ ପାଇଁ କ'ଣ କରାଯାଇପାରିବ ତ ଏଇଟା ଯାହା ପ୍ରୋସିଜିଅର ଅଛି ସରକାର ତା କରିବେ କରିବେ ନିଶ୍ଚୟ କରିବେ କିନ୍ତୁ ସେଇଟାକୁ କ'ଣ ଯଦି ଏମିତି କିଛି ପ୍ରୋସେସ୍ ନାହିଁ ଯେ ସେ ତା ପୁଅକୁ ବାଦ ଦେଇକି ସେ କାର୍ଡ଼ରୁ କାଟିକି ସେ ଲୋକଟିକି ତାକୁ ସାହାଯ୍ୟ କରିପାରିବେ ନା ଏମିତି ହେବ କ'ଣ ଭିନ୍ନ ହେଇଗଲେ ମିଳିବ ମାନେ କାଗଜପତ୍ର ଭିନ୍ନ ହେଇଥିବ ଆଚ୍ଛା କାଗଜପତ୍ର ବି ନେଇଥିବ ଏମିତି ହେଲେ ହେଇପାରିବନି ଏମିତି ଯଦି ଯୋଡ଼ି ହେଇକି ରହିବ ପୁଅ ଲକ୍ଷାଧିକ ଟଙ୍କା କମାଉଛି ବାପା କେମିତି ମିଳିବ ଯଦି ବାପ ପୁଅ ଭିନ୍ନ ହେଇଯାଇଥିବେ ପଇସା ପାଖରେ ଇଏ ତାହେଲେ ମାନେ ସେମାନେ ଯଦି ଆଗରୁ ଯଦି ସେ କାର୍ଡ଼ରୁ କାଟିଥାନ୍ତା ତା ନାଁରେ ତାହେଲେ ସେ ପାଇପାରିଥାନ୍ତା ଏଇଟା ଆଉ ହେଇପାରିବା ସମ୍ଭବ ନୁହଁ ଆଚ୍ଛା ଠିକ୍ ଅଛି କରେକ୍ଟ ମତାମତ ପାଇଁ ଧନ୍ୟବାଦ।